ପ୍ରସଙ୍ଗଟା ତ ପ୍ରସଙ୍ଗ ସେ ଗୋଟିଏ ଯେ କଥା ହେଉଛି ଯେ ସରକାର ଇଜ୍ କଲେକ୍ଟିଭ୍ ରେସ୍ପନ୍ସିବିଲିଟି ରହୁଛି ବିଭାଗ ଚାଷୀର ଇସ୍ୟୁ କଥା ହେଉଛି କୃଷକମାନଙ୍କ ଇସ୍ୟୁକୁ ନେଇକରି ଆମ ମୁଲତବୀ ପ୍ରସ୍ତାବ ଦେଇଛୁ ଏବଂ ନଜିର ଆମେ ହେଇଛି ଅତୀତରେ ଦୁଇଟା ଡିପାର୍ଟମେଣ୍ଟ କନସର୍ଣ୍ଣର ଉତ୍ତର ମଧ୍ୟ ଏବଂ ଆଲୋଚନା ମଧ୍ୟ ହେଇଛି। ଏଠି ଆମେ କହୁଛୁ କ'ଣ ଆମେ କହିବା ହେଲା ଯେ ଚାଷୀମାନେ ଆଜି ରାସ୍ତାରେ ଅଛନ୍ତି, ଚାଷୀମାନେ ଆତ୍ମହତ୍ୟା ଗୋଟେ ପରେ ଗୋଟେ ଆତ୍ମହତ୍ୟା ହେଉଛି। ଇଏ ବର୍ତ୍ତମାନ ପରିସ୍ଥିତିରେ ଏ ବିଧାନସଭାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଚାଷୀମାନେ ଧାନ ନେଇକରି ମଣ୍ଡିକୁ ଯାଇକରି ମଧ୍ୟ ବିକି ପାରୁନାହାନ୍ତି ବା ମଣ୍ଡି ସବୁ ଜାଗାରେ ଖୋଲି ନାହିଁ ବର୍ତ୍ତମାନ ସତ୍ୟ। ଏବଂ ସେ ପରିସ୍ଥିତିରେ ଆମେ ଚାହିଁଲୁ ଯେ ବିଧାନସଭାକୁ ମୁଲତବୀ କରାଯାଉ, କୋଶ୍ଚିନ୍ ଆୱାରକୁ ବାତିଲ କରାଯାଉ ଏବଂ ଯେହେତୁ ଆମେ ଗୋଟେ କୃଷି ପ୍ରଧାନ ରାଜ୍ୟର ଲୋକଙ୍କୁ ରିପ୍ରେଜେଣ୍ଟ କରିକିରି ବିଧାନସଭାକୁ ଆସିଛୁ ଏବଂ କୃଷକମାନଙ୍କୁ ଇଏରେ ତାଙ୍କ କଥା ଯେତେବେଳେ ଆଲୋଚନା କରିବା ପାଇଁ ଗୃହକୁ ମୁଲତବୀ କରାଯାଉ ଏବଂ ସରକାର ଆମେ ଯେଉଁଟା କହିଛୁ ସ୍ପିକର ଡାକନ୍ତୁ, ଡାକିକିରି ଆଲୋଚନା କରନ୍ତୁ, ସରକାର ତାଙ୍କ ପକ୍ଷ ରଖନ୍ତୁ ଆମ ପାଖରେ ଯେ କ'ଣ ଅସୁବିଧା ହେଉଛି। ଇନ୍ସୁରାନ୍ସ କଥା ମିଳିଲା ନାହିଁ ଚାଷୀ ପ୍ୟାକେଜ ଯେଉଁଟା ପାଇବା କଥା ଚାଷୀମାନଙ୍କର 918 କୋଟି ଟଙ୍କା କେନ୍ଦ୍ରରୁ ଆସିଥିଲା ଯେଉଁଟାକି ମେ ମାସ ପୂର୍ବରୁ ପାଇଯିବା କଥା ସେମାନେ ଆଜି ପର୍ଯ୍ୟନ୍ତ ଚେକ୍ ପାଇଲେ ନାହିଁ। ଧାନ ଆଣିକିରି ବିକିବା ପାଇଁ ଚେଷ୍ଟା କରୁଛନ୍ତି, ବିକ୍ରି ହେଇପାରୁଛି ଏବଂ 2/3 ଧାନ କିଣାଯିବ ନାହିଁ, କେବଳ 1/3 ଧାନ କିଣାଯିବ ବୋଲି ସଂକେତ ସବୁ ଜିଲ୍ଲାମାନଙ୍କୁ ଯାହା ଖାଲି ମୁଁ ଖବର ନେଲି ଯେ ପ୍ରୋକ୍ୟୁରମେଣ୍ଟ ଅଫ୍ ରାଇସ୍ ଯେଉଁଭଳି ଭାବରେ ଦିଆଯାଇଛି 1/3 ଅଫ୍ ଦି ପେଡି ଯାହା ଏଥର ହେଇଛି ଉତ୍ପାଦନ ସେତିକିରେ ସରିଯିବ। ତ ଏ ପରିସ୍ଥିତିରେ ଆମେ ଚାହୁଁଛୁ ଯେ ଯେଉଁ ଇସ୍ୟୁ କାର୍ଡଟାକୁ ନେଇକରି କାଲିଠୁ ଗୃହରେ ଆମେ ଦାବି କରି ଆସୁଛୁ ସେ ବିଷୟରେ କାହିଁକି ସରକାର ଚୁପି ମାରିଛନ୍ତି, କାହିଁକି ଚୁପ୍ କରିଛନ୍ତି? କ'ଣ ବିଜେପି ଦଳ ବିଧାୟକମାନଙ୍କର ବା ଯେକୌଣସି ଦଳର ଆମେ ଯେଉଁମାନେ ବିଧାୟକ ଅଛୁ କ'ଣ ଆମ ଅଞ୍ଚଳରେ ସେ ଅଞ୍ଚଳ ଚାଷୀମାନଙ୍କୁ ରିପ୍ରେଜେଣ୍ଟ କରୁନୁ, ସେମାନେ କରୁନାହାନ୍ତି। ଚାଷୀମାନଙ୍କର ଦରଦ ନାହିଁ ଆମେ ଯେଉଁଟା କହୁଛୁ ତାକୁ ପ୍ରମାଣିତ କରାଯାଉଛି। ଇଏ କଥା ନ ଶୁଣିବା ଦ୍ୱାରା ଇଏ ପ୍ରମାଣିତ ହେଉଛି, ମେସେଜ ଯାଉଛି ସରକାରର ଯେ ଏ ସରକାରର ସାମାନ୍ୟ ବି ଆନ୍ତରିକତା ନାହିଁ ଚାଷୀମାନଙ୍କ ପାଇଁ। ଏ ସରକାର ଆମେ ଯେଉଁଟା କହୁଛୁ ଚାଷୀ ଏବଂ କୃଷି ଏ ସରକାରର ଏଜେଣ୍ଡାରେ ନାହିଁ। ମାନେ ଆମ ଦଳ ତରଫରୁ ତ ଆମେ କାଲି ନିନ୍ଦା କରିଛୁ, କଂଗ୍ରେସ ଦଳ ତରଫରୁ ତାକୁ ସାଙ୍ଗେ ସାଙ୍ଗେ ଆମ ନିନ୍ଦା କରୁଛୁ ଏଭଳି ଭାବରେ। ଇଏ ସରକାର ତ ବର୍ତ୍ତମାନ କହିଲି ଆପଣଙ୍କୁ ଯେ ବ୍ରିଟିଶ ଶାସନ ଯେମିତି ଲାଠିରେ ଶାସନ କରୁଥିଲା, ବର୍ତ୍ତମାନ ଏ ସରକାରର ଶାସନ ହେଲା ଲାଠି ଏବଂ ପୋଲିସକୁ ବ୍ୟବହାର କରାଯାଉଛି ଏବଂ ଲାଠି ବ୍ୟବହାର କରିକିରି ଟିୟର ଗ୍ୟାସ୍ ବ୍ୟବହାର କରିକିରି ଦମନ କରିବାକୁ ଉଦ୍ୟମ କରାଯାଉଛି। ଯେ ବ୍ଲକ ଗ୍ରାଣ୍ଟ ଟିଚର କଥାଟା କାଲି ଯେଭଳି ଭାବରେ ତାଙ୍କ ଉପରେ ଲାଠି ଚାଳନା କରାଗଲା ଇଏ କଥା ଉପରେ ଗତକାଲି ସର୍ବପ୍ରଥମେ ଆମ ଦଳ ତରଫରୁ ଯାକୁ ନିନ୍ଦା କରାଯାଇଛି। ବର୍ତ୍ତମାନ ଆମେ ଗୋଟେ ଇସ୍ୟୁରେ ଫିକ୍ସଡ ହେଇଛୁ ବିଧାନସଭାରେ। ଆମେ ଯେଉଁ ଇସ୍ୟୁ ନେଇକରି କାଲିଠୁ ଆରମ୍ଭ କରୁ ଆମେ ତ ଜାଣିନଥିଲୁ ଯେ ବ୍ଲକ ଗ୍ରାଣ୍ଟ ଟିଚରମାନଙ୍କର ଯେଉଁ ଆନ୍ଦୋଳନ କାଲି ହେବ, ଲାଠି ଚାଳନା ହେବ। ବିଧାନସଭାରେ ଆମେ ପ୍ରଥମ ଦିନରୁ ଚାଷୀ କଥା ଇସ୍ୟୁଟା ନେଇଛୁ। ଇଏ ଇସ୍ୟୁଟା ବିଧାନସଭାରେ ଇଏ ଇସ୍ୟୁ ସେଟଲ୍ ନ ହେଲା ପର୍ଯ୍ୟନ୍ତ ସେ ଦୃଷ୍ଟିରୁ ଆମେ କାଲି ଦଳ ତରଫରୁ ଆମର ଏହାକୁ ନିନ୍ଦା କରାଯାଇଛି ଏବଂ ଆମେ ସମସ୍ତେ ଶିକ୍ଷକମାନଙ୍କର ଯେଉଁ ବ୍ଲକ ଗ୍ରାଣ୍ଟ ये ब्लॉक ग्रांट भारत वर्षर और कौन राज्य राज्यवासी आशा करते आपने आज गृह आरंभ ब्लॉक ग्रांट कटा उठेबी तो राज्यवासी कौटी आपको कहते राज्यवासी राज्य से जो स्कूल गुड़ाक से सब चाषी मानकर मो सहित से आलोचना कर सका आसिक समस्त सहित आलोचना कर राज्यवासी कहीं बस लोके कौटी विधानसभा चलिए तो प्रसंग उठो 3टा पर्यंत गृह मुलतवी है केत उठा जाए प्रश्न कौटी उठा जाता कौटी उठा जाए प्रश्न आप आज नुआ सांबादिकता कर प्रश्न उठा जाए जीरो है आज 3टा पर्यंत गृह मुलतवी है आप उद्देश्य बुझुना सरकार आज सरकार उद्देश्य आप बुझुना कि सरकार एक जुलुम करुँच गणतंत्र को हत्या करी आउ कि अनुभव करूँ आम जो राज्य में गोटे मानने गणतंत्र को विश्वास कर सरकार ना से परिस्थिति गोटे इश्यू जो पर्यंत आमर मुख्य इश्यू
से चाषी मानकर जमी देले बोली आज आम स्कूल कर चाषी मान मुठा धान आणिक आम आज स्कूल कर सरकार 94 मसीह जो मैंने ग्रांट यूनिट आसवा कथा फोल्ड को आसवा कथा से आज ब्लॉक ग्रांट भर रखते এবং ये ब्लॉक ग्रांट शिक्षक मान कथा कौन आज नुआ सरकार जान नी 15 तारीख रू गला वर्ष से करते 23/11 आप जानना 23/11 आम ब्लॉक ग्रांट टीचर मानकर ये जो आणिलु मुलतवी प्रस्ताव 23/8/2011 मुलतवी प्रस्ताव आनी 23/11 से मुलतवी प्रस्ताव सरकार को नुआ कथा जान नी सरकार तो चाहते बेपार करने शिक्षक सरकार उद्देश्य हूँ 2004 ब्लॉक ग्रांट 20% देकर भोट नवा 2008 पुणी किसी भोट नवा 2014 इलेक्शन आसो फिर भोट नवा ये तो सरकार उद्देश्य से शिक्षक भी जानते ये हूँ विड़ंबना ये दुख